ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ୱାକଫ୍ ଆଇନ ଦ୍ୱାରା ମୁସଲମାନ ସମ୍ପ୍ରଦାୟର ଗରିବ ଲୋକ ବିଶେଷ ଉପକୃତ ହୋଇପାରିବେ, କହିଛନ୍ତି ପ୍ରଧାନମନ୍ତ୍ରୀ। ଡିଜିଟାଲ ଆରେଷ୍ଟ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ 4 ଜଣଙ୍କୁ ଗିରଫ କଲା ସିବିଆଇ। ଲକ୍ଷ୍ନୌସ୍ଥିତ ଲୋକବନ୍ଧୁ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଆଜି ସକାଳୁ ଚିକିତ୍ସା ବ୍ୟବସ୍ଥା ସ୍ୱାଭାବିକ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଦେଶର ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି 2.5%କୁ ହ୍ରାସ ଏବଂ ଆଇପିଏଲ୍ କ୍ରିକେଟରେ ଆଜି ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତୃଣମୂଳ ସ୍ତରରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତକାଲି ହରିୟାଣାଠାରେ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ମହିଳା, ଅବହେଳିତ ବର୍ଗ, ଆଦିବାସୀ ଓ କୃଷକଙ୍କ ଆକାଂକ୍ଷାକୁ ବାସ୍ତବତାରେ ପରିଣତ କରିବାରେ ସରକାରଙ୍କ ପଦକ୍ଷେପ ଫଳବତୀ ସାବ୍ୟସ୍ତ ହୋଇଛି। भाजपा की डबल इंजन की सरकार किसानों के दुख सुख की सबसे बड़ी साथी। हमारा प्रयास है कि हरियाणा के किसानों का सामर्थ्य बढ़े। हरियाणा की भाजपा सरकार अब राज्य की 24 फसलों को एमएसपी पर खरीदती है। हरियाणा के लाखों किसानों को पीएम फसल बीमा योजना का लाभ भी मिला है। पीएम किसान सम्मान निधि से 6,500 करोड़ रुपए हरियाणा के किसानों के जेब में गए। ୱାକଫ୍ ଆଇନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ମୁସଲମାନ ସମ୍ପ୍ରଦାୟର ଗରିବ ଲୋକ ବିଶେଷ ଉପକୃତ ହୋଇପାରିବେ। नए प्रावधानों से वक्त की भी पवित्र भावना का सम्मान होगा। मुस्लिम समाज के गरीब और पसमानदा परिवारों, मुस्लिम महिलाओं, खास करके मुस्लिम विधवाओं को, मुस्लिम बच्चों को उनका हक भी मिलेगा और भविष्य में उनका हक सुरक्षित रहेगा। ଡିଜିଟାଲ ଆରେଷ୍ଟ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ 4 ଜଣଙ୍କୁ ଗିରଫ କରିଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ 12ଟି ସ୍ଥାନରେ ତଲାସୀ ଅଭିଯାନ ପରେ ସିବିଆଇ ଗିରଫଦାରୀ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସିବିଆଇ ପକ୍ଷରୁ କୁହାଯାଇଛି, ରାଜସ୍ଥାନର ଝୁନଝୁନ ସାଇବର ପୋଲିସ ଥାନାରେ ଏକ ମାମଲା ଆଧାରରେ ଏହି ଗିରଫଦାରୀ କରାଯାଇଛି। ସମ୍ପୃକ୍ତ ଅପରାଧୀମାନେ ଜଣେ ବ୍ୟକ୍ତିଙ୍କୁ ବିଭିନ୍ନ ସଂଗଠନର ସଦସ୍ୟ ଭାବେ ପରିଚୟ ଦେଇ ପ୍ରାୟ 3 ମାସ ଧରି ଡିଜିଟାଲ ଆରେଷ୍ଟ କରିଥିଲେ। ସେହି ସମୟ ମଧ୍ୟରେ ପୀଡ଼ିତାଙ୍କଠାରୁ 42 ଥରରେ 7 କୋଟିରୁ ଅଧିକ ଟଙ୍କା ଠକି ନେଇଥିଲେ। ଏହି ତଲାସୀ ସମୟରେ 4 ଜଣଙ୍କଠାରୁ ବ୍ୟାଙ୍କ ପାସବୁକ୍, ଡେବିଟ୍ କାର୍ଡ, ଚେକ୍ବୁକ୍ ଏବଂ ଅନ୍ୟାନ୍ୟ ଡିଜିଟାଲ ସାମଗ୍ରୀ ଜବତ କରାଯାଇଛି। ହିମାଚଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଲେଖିଛନ୍ତି, ହିମାଚଳ ପ୍ରଦେଶ ଏହାର ଗୌରବମୟ ସଂସ୍କୃତି ପାଇଁ ପ୍ରସିଦ୍ଧ ଏବଂ ସେଠାକାର ଲୋକମାନେ ନିଜର କଠିନ ପରିଶ୍ରମ, ପ୍ରତିଭା ଏବଂ ବୀରତ୍ୱ ପାଇଁ ଜଣାଶୁଣା। ଏହି ଅବସରରେ ଶ୍ରୀ ମୋଦି ସମସ୍ତ ନାଗରିକଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଲୋକବନ୍ଧୁ ହସ୍ପିଟାଲରେ ଗତକାଲି ଅଗ୍ନିକାଣ୍ଡ ଘଟଣା ପରେ ଆଜି ସକାଳେ ବାହ୍ୟ ରୋଗୀ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଛି। ହସ୍ପିଟାଲର ନିର୍ଦ୍ଦେଶକ ସଙ୍ଗୀତା ଗୁପ୍ତା କହିଛନ୍ତି, ସମସ୍ତ ବିଭାଗରେ ଡାକ୍ତରମାନେ ରୋଗୀମାନଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ये जितने भी पेशेंट अंदर थे सभी को बाहर निकालकर और सरकारी अस्पतालों में भेज दिया गया है। किसी भी तरह की कोई जनहानि नहीं। अभी डिफरेंट वार्ड्स में अलग अलग नंबर था, 200 के आसपास। कारण के बारे में बिल्कुल जानने की कोशिश की जाएगी। सभी सकुशल पहुंचा दिए गए हैं। किसी तरह की कोई भी स्थिति, कोई जनहानि नहीं हुई है। अभी स्थिति बिल्कुल ठीक है और आग पे भी काबू पा लिया गया। ଗତକାଲି ହସ୍ପିଟାଲର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିବା ପରେ ଜରୁରୀକାଳୀନ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମେତ 200 ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା। ଆମ ସମ୍ବାଦଦାତା ଜଣାଇଛନ୍ତି, ଅଗ୍ନିକାଣ୍ଡ ଘଟଣା ପରେ କେତେଜଣ ରୋଗୀଙ୍କୁ କେଜିଏମ୍ୟୁ, ବଳରାମପୁର ହସ୍ପିଟାଲ ଏବଂ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉପଖଣ୍ଡସ୍ତରୀୟ କମିଶନର ରୋଶନ ଜାକବ ଆଜି ସକାଳେ ବଳରାମପୁର ହସ୍ପିଟାଲ ଯାଇ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ ବିକାଶ ଜି ଆୟାର ଏବଂ ପଶ୍ଚିମ ଡିସିପି ବିଶ୍ୱଜିତ ଶ୍ରୀବାସ୍ତବ ମଧ୍ୟ ହସ୍ପିଟାଲ ପରିଦର୍ଶନ କରିଥିଲେ। ହରିୟାଣାର ଏକ ଜମି କାରବାର ମାମଲାରେ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରୁଛି। ଗୁରୁଗ୍ରାମରେ ଏକ ଜମି କିଣିବା ମାମଲା ସହ ଏହା ଜଡ଼ିତ ବୋଲି ଜଣାପଡ଼ିଛି। ଆଜି ସକାଳେ ରବର୍ଟ ଭଦ୍ରା ଦିଲ୍ଲୀ ଇଡି ଅଫିସରେ ହାଜର ହୋଇଥିବା ସୂଚନା ମିଳିଛି। ଆମେରିକାର ନାସାର ଜେଟ୍ ପ୍ରପଲସନ ଲ୍ୟାବୋରେଟୋରୀ ସେଠାରେ କାର୍ଯ୍ୟ କରୁଥିବା ଡାଇଭର୍ସିଟି, ଇକ୍ୱିଟି ଏବଂ ଇନକ୍ଲୁଜନ ୟୁନିଟ୍ର ମୁଖ୍ୟ ଭାରତୀୟ ବଂଶୋଦ୍ଭବ ନୀଲା ରାଜେନ୍ଦ୍ରଙ୍କୁ ବହିଷ୍କାର କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ସଂଘୀୟ ସଂସ୍ଥାରେ ବ୍ୟାପକ ଉଚ୍ଛେଦ କରିବା ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି।
ସରକାରୀ ପାଣ୍ଠିର ଅପବ୍ୟବହାର ରୋକିବା ନିମନ୍ତେ ଶ୍ରୀ ଟ୍ରମ୍ପ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ତେବେ ନୀଲା ରାଜେନ୍ଦ୍ରଙ୍କୁ ସୁରକ୍ଷା ଦେବା ଲାଗି ନାସା ପକ୍ଷରୁ ତାଙ୍କ ପଦବୀକୁ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଦେଶର ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି 2.5%କୁ ହ୍ରାସ ପାଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ମାସରେ ଏହି ମୁଦ୍ରାସ୍ଫୀତି ହାର 2.38% ରହିଥିଲା। ସାମଗ୍ରିକ ଭାବେ ବାର୍ଷିକ ମୁଦ୍ରାସ୍ଫୀତି ହାର ଗତ ମାସରେ 0.76%କୁ ହ୍ରାସ ପାଇଛି, ଯାହା ଫେବୃଆରୀ ମାସରେ 2.81% ଥିଲା। ସେହିପରି ଖାଦ୍ୟ ସୂଚକାଙ୍କ ଆଧାରିତ ବାର୍ଷିକ ମୁଦ୍ରାସ୍ଫୀତି ହାର ଫେବୃଆରୀର 5.94%ରୁ 4.66%କୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ଇନ୍ଧନ ଓ ଶକ୍ତି ବର୍ଗରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇ 3.7%ରେ ପହଞ୍ଚିଛି। ପୂର୍ବ ମାସରେ ଏହା 2.86% ରହିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ପ୍ରତାପ ସିଂ ଖଚରିଆୱାସଙ୍କ ବାସଭବନ ସମେତ 15ରୁ ଅଧିକ ସ୍ଥାନରେ ଚଢ଼ାଉ ଜାରି ରଖିଛି। ମେସର୍ସ PACL ସହ ଜଡ଼ିତ 48,000 କୋଟି ଟଙ୍କା ଠକେଇ ସମ୍ପର୍କିତ ତଦନ୍ତର ଅଂଶ ବିଶେଷ ଭାବରେ ଏହି ଚଢ଼ାଉ କରାଯାଉଛି। ସୂଚନା ଅନୁଯାୟୀ ସ୍ୱର୍ଗତ ନିର୍ମଳ ସିଂ ଭଙ୍ଗୁଙ୍କ କମ୍ପାନୀ ଓ ଏହାର ସହଯୋଗୀ ସଂସ୍ଥାକୁ ବେଆଇନ ଭାବେ ସମ୍ପତ୍ତି ପ୍ରଦାନ ମାମଲାରେ ପ୍ରତାପ ସିଂଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରତାପ ସିଂ କହିଛନ୍ତି ସେ କିଛି ଭୁଲ କରିନାହାନ୍ତି। ଆଜି ସକାଳେ ଇଡି କର୍ମଚାରୀମାନେ ପ୍ରତାପ ସିଂଙ୍କ ଜୟପୁରସ୍ଥିତ ବାସଭବନରେ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ଏକତ୍ରିତ ହୋଇଥିଲେ ଓ ସ୍ଲୋଗାନ ଦେଇଥିଲେ। ତେହେରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଆସନ୍ତା ଶନିବାର ଦିନ ରୋମ୍ଠାରେ ଅନୁଷ୍ଠିତ ହେବା ଆଶା କରାଯାଉଛି। ଇଟାଲୀର ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଲୋଚନାକାରୀ ପକ୍ଷ ଏବଂ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁଥିବା ଓମାନର ଅନୁରୋଧ ପରେ ରୋମ୍ ଏହି ବୈଠକ ଆୟୋଜନ କରିବାକୁ ସମ୍ମତି ପ୍ରଦାନ କରିଛି। ଜାପାନ ଗସ୍ତ ଅବସରରେ ତାଜାନି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ପରମାଣୁ ସମସ୍ୟାର ସମାଧାନ ଏବଂ ଶାନ୍ତିକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ନିଆଯିବାକୁ ଥିବା ପଦକ୍ଷେପକୁ ଇଟାଲୀ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଇରାନ କିମ୍ବା ଆମେରିକା ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଗତ 12 ତାରିଖରେ ଓମାନରେ ଆମେରିକା ଓ ଇରାନ ଅଧିକାରୀଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୋକ୍ଷ ଆଲୋଚନା ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ସକାରାତ୍ମକ ଏବଂ ଗଠନମୂଳକ ଆଲୋଚନା ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା। ଜାତୀୟ ରାଜପଥ ଉତ୍କର୍ଷ ପୁରସ୍କାର 2023ର ଷଷ୍ଠ ସଂସ୍କରଣ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ। ଅଭିନବ ପ୍ରୟାସକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଜାତୀୟ ରାଜପଥ ବିକାଶରେ ଉତ୍କର୍ଷ ପ୍ରତିପାଦନ କରିଥିବା ଅଂଶୀଦାରମାନଙ୍କୁ ଏଥିରେ ସମ୍ମାନିତ କରାଯିବ। ଜାତୀୟ ରାଜପଥ ଭିତ୍ତିଭୂମି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ମାନ୍ୟତା ପ୍ରଦାନ କରିବା ଏବଂ ସମଗ୍ର ଦେଶରେ ଉଚ୍ଚ ରାଜପଥ ସମ୍ପତ୍ତିର ନିର୍ମାଣ ଏବଂ ରକ୍ଷଣାବେକ୍ଷଣରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିବିଶେଷ ଓ ଅଂଶୀଦାରମାନଙ୍କୁ ଏଥିପାଇଁ ମନୋନୀତ କରାଯାଇଥାଏ। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରସଙ୍ଗ ଭିତ୍ତିକ ବିଶେଷଜ୍ଞଙ୍କୁ ନେଇ ଏକାଧିକ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ରାଜପଥ ନିର୍ମାଣରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ, ପାହାଡ଼ିଆ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। IPL କ୍ରିକେଟ୍ ସିରିଜ୍ରେ ଆଜି ପଞ୍ଜାବ କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚଣ୍ଡିଗଡ଼ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ବିଜୟୀ ହୋଇଛି। ଏପର୍ଯ୍ୟନ୍ତ ଖେଳିଥିବା 7ଟି ମ୍ୟାଚ୍ ମଧ୍ୟରୁ ଚେନ୍ନାଇ କ୍ରମାଗତ 5ଟି ମ୍ୟାଚ୍ରେ ହାରିବା ପରେ ଗତକାଲି ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଚେନ୍ନାଇ 5 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍କୁ ପରାସ୍ତ କରିଥିଲା। ଟସ୍ ଜିତି ଚେନ୍ନାଇ ଲକ୍ଷ୍ନୌକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଲକ୍ଷ୍ନୌ 7 ୱିକେଟ୍ ବିନିମୟରେ 166 ରନ୍ ସଂଗ୍ରହ କରିଥିଲା। 167 ରନ୍ର ବିଜୟ ଲକ୍ଷ୍ୟକୁ ଚେନ୍ନାଇ 19 ଓଭର 3ଟି ବଲ୍ରେ ଓ 5 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ପଞ୍ଚଦଶ ହକି ଇଣ୍ଡିଆ ପୁରୁଷ ସିନିୟର ଜାତୀୟ ଚମ୍ପିୟନସିପ୍ 2025 ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ମଧ୍ୟପ୍ରଦେଶ ଓ ପଞ୍ଜାବ ମଧ୍ୟରେ ମୁକାବିଲା ହେବ। ଉତ୍ତରପ୍ରଦେଶର ଝାନ୍ସିଠାରେ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଖେଳାଯିବ। ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଉତ୍ତରପ୍ରଦେଶ ଏବଂ ମଣିପୁର ମଧ୍ୟରେ ଅପରାହ୍ନ 5ଟାରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ୱାକଫ୍ ଆଇନ ଦ୍ୱାରା ମୁସଲମାନ ସମ୍ପ୍ରଦାୟର ଗରିବ ଲୋକେ ବିଶେଷ ଉପକୃତ ହୋଇପାରିବେ କହିଛନ୍ତି ପ୍ରଧାନମନ୍ତ୍ରୀ। ଡିଜିଟାଲ ଆରେଷ୍ଟ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ 4 ଜଣଙ୍କୁ ଗିରଫ କଲା CBI। ଲକ୍ଷ୍ନୌସ୍ଥିତ ଲୋକବନ୍ଧୁ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଆଜି ସକାଳୁ ଚିକିତ୍ସା ବ୍ୟବସ୍ଥା ସ୍ୱାଭାବିକ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଦେଶର ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି 2.5%କୁ ହ୍ରାସ ଏବଂ IPL କ୍ରିକେଟରେ ଆଜି ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।